ଯେତେ ବଡ ରାଜାଜ୍ଞା ଆସୁ, ଯେତେ ବଡ ପରିସ୍ଥିତି ଖରାପ ହଉ, ଯାହା ହଉ ନା କାହିଁକି ସେ ପୂର୍ବ ପରି ସେ ପ୍ରାର୍ଥନା କଲେ, ପୂର୍ବ ପରି ଧନ୍ୟବାଦ ଦେଲେ। ଏଇଟା ତାଙ୍କ ରୁଟିନରେ ଆସିଯାଇଛି, ଏଇଟାକୁ ସେ ଛାଡି ପାରିବେନି। ଯେମିତି ଆମର ମନ୍ଦ ଅଭ୍ୟାସକୁ ଛାଡି ପାରୁନାହୁଁ, ଠିକ ସେପରି ଦାନିଏଲଙ୍କର ଏଇ ପ୍ରାର୍ଥନାର ଅଭ୍ୟାସ, ଏଇ ଭଲ ଅଭ୍ୟାସ ସେ ବି ଛାଡି ପାରିବେନି। ଅଭ୍ୟାସ କଲେ ଭଲ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସୁ ପ୍ରାର୍ଥନାକୁ ଆମର ଅଭ୍ୟାସ ପରିଣତ କରିବା, ଦୈନନ୍ଦିନ ଜୀବନରେ ତାକୁ ଯୋଗ କରିବା, କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟକୁ ବାହାର କରିବା, ଘରୋଇ ଜଞ୍ଜାଳ ମଧ୍ୟରୁ ସମୟକୁ ବାହାର କରିବା, ପ୍ରଭୁଙ୍କ ସାନ୍ନିଧ୍ୟକୁ ଯିବା। ଏଠାରେ ଆମେ ଦେଖୁଛୁ ଯେ ରାଜ୍ୟର ଅଧ୍ୟକ୍ଷ ଗଣ, ରାଜପ୍ରତିନିଧି, କ୍ଷିତିପାଳ ଗଣ, ମନ୍ତ୍ରୀ, ଦେଶାଧ୍ୟକ୍ଷ, ରାଜା ସମସ୍ତେ ଗୋଟେ ଆଡେ ଅଛନ୍ତି, ଦାନିଏଲ ଆଉ ତାର ପ୍ରଭୁ ଗୋଟେ ଆଡେ ଅଛନ୍ତି।